ନେ ଆଜି ଆମେ ଚିଲିକାର ସାୟନ୍ତନ ଦୃଶ୍ୟର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବରରେ ଦେଲା ଭାଲେରି ଶିଖରେ ସନ୍ଧ୍ୟା ତାରା ଦେଖି ଆସନ୍ତି ପଟିକା ମହାଲସେ ଟେକି। ଏହି ପଦଟିରେ କବି କେଉଁମାନଙ୍କୁ ଉଲ୍ଲସିତ ହେବାର ଦେଖିଛନ୍ତି? ସେମାନେ ମୀନଜୀବୀ ଉଲ୍ଲସିତ ହେବାର କବି ଏଠାରେ ଦେଖିଛନ୍ତି। 2 ନମ୍ବର ନିଶା ଆଗମନରେ ଅବନୀ କେଉଁ ରୂପ ଧାରଣ କରିଛି? ଅବନୀ ନିଶ୍ଚଳ ରୂପ ଧାରଣ କରିଛି। 3 ନମ୍ବର ପିଲାମାନେ ଅର୍ଥଗତ ଆମେ ପାର୍ଥକ୍ୟ ଦର୍ଶେଇବା ହେଲା। ପ୍ରଥମେ ଦେଇଛି ଆସେ ଆଉ ଆସେ। ଗୋଟେ ଏଇ ଆସେର ଅର୍ଥ ହେଲା ଆସେ, ଆଉ ଗୋଟେ ଆସେର ଅର୍ଥ ହେଲା ଆସିବା ଅର୍ଥରେ। ତାପରେ ସେଇଭଳି ଦେଖ ପିଲାମାନେ, ଗୋଟେ ଆସିବା ଅର୍ଥରେ ହେଲା ଆଉ ଗୋଟେ ଆଶା କରିବା ଅର୍ଥରେ ହେଲା। ତାପରେ ତରଣୀ, ଗୋଟେ ତରଣୀ ଅର୍ଥ ନୌକା ଆଉ ଗୋଟେ ହର୍ଷେଇ ତରଣୀ ଅର୍ଥ ସୂର୍ଯ୍ୟ। ଦ୍ୱିକୂଳ ଅର୍ଥ ଗୋଟେ ନଦୀର ଦୁଇ କୂଳ ଆଉ ଗୋଟେ ଦ୍ୱିକୂଳ ଅର୍ଥ ପିତୃବଂଶ ବା ମାତୃବଂଶ। ଗୋଟେ ଦ୍ୱୀପ ଅର୍ଥ ହାତୀ ହର୍ଷେଇ ଆଉ ଗୋଟେ ଦୀର୍ଘ ଦ୍ୱୀପ ଅର୍ଥ କ'ଣ? ଆଲୋକ ପ୍ରଦାନକାରୀ ପ୍ରଦୀପ। 4 ନମ୍ବର ପ୍ରଶ୍ନ ଦେଇଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖିବା ହେଲା। ସମୁଦ୍ରର ପ୍ରତିଶବ୍ଦ ହେଲା ସାଗର ଆଉ ଅର୍ଣ୍ଣବ। ଅବନୀର ଧରଣୀ ଆଉ ପୃଥିବୀ। ବାଗୀଶ୍ୱରୀଙ୍କର ସରସ୍ୱତୀ ଆଉ ବାଗ୍ଦେବୀ। ମାରୁତର ପବନ ଆଉ ବାୟୁ। ନିଶିଥିନୀର ରାତି ଆଉ ବିଭାବରୀ। ତାପରେ 5 ନମ୍ବର ପିଲାମାନେ ବାଗୀଶ୍ୱରୀ ଶବ୍ଦର ସନ୍ଧି ବିଚ୍ଛେଦ। ପିଲାମାନେ ଏଇଟା ପରୀକ୍ଷାରେ ବହୁତ ଥର 1 ମାର୍କ କୋଶ୍ଚିନ୍ ଆସିଲାଣି ବୋର୍ଡ଼ ପରୀକ୍ଷାରେ, ତେଣୁ ଏଇଟାକୁ ଭଲ ଭାବରେ ମନେ ରଖିବ। ବାକ୍ ଯୁକ୍ତ ଈଶ୍ୱରୀ, ଏଠି ଈଶ୍ୱରୀ ହର୍ଷେଇ କରିଦିଏ, ମନେ ରଖିଥ ଏଇଟା ହେଲା ଦୀର୍ଘଇ ହେଲା। ବାକ୍ ଯୁକ୍ତ ଈଶ୍ୱରୀ ଇଜ୍ ଇକ୍ୱାଲ୍ ଟୁ ବାଗେଶ୍ୱରୀ। 6 ନମ୍ବର ମାତ୍ର ଯଶ ଦେହେ ତୁମ୍ଭେ ଆୟୁଷ୍ମାନ। ଏକଥା କାହାକୁ ଲକ୍ଷ୍ୟ କରି କୁହାଯାଇଛି? ଏକଥା କବି ସୂର୍ଯ୍ୟ ବଳଦେବ ରଥଙ୍କୁ ଲକ୍ଷ୍ୟ କରି କୁହାଯାଇଛି। 7 ନମ୍ବର ପ୍ରଶ୍ନ, ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି? କବିବର ରାଧାନାଥ ରାୟ ଆଲୋଚ୍ୟ କବିତାରେ ଚିଲିକା କୂଳରେ ଉପଲବ୍ଧ କରିଥିବା ଚିଲିକାର ସାୟନ୍ତନ ବା ସନ୍ଧ୍ୟାକାଳୀନ ଦୃଶ୍ୟକୁ ବର୍ଣ୍ଣନା କରାଯାଇଛି। 8 ନମ୍ବର ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି? ତାଙ୍କ ଉଦ୍ଦେଶ୍ୟରେ ମଧୁର ହାସିନୀ ଆଉ ଜ୍ୟୋତ୍ସ୍ନା ଦୁକୁଳବାସିନୀ ଆଦି ଶବ୍ଦପୁଞ୍ଜର ବ୍ୟବହାର କରିଛନ୍ତି। 9 ନମ୍ବର ପ୍ରଶ୍ନ, ଗଲାଣି ତ ଗଲା କଥାରେ ସଂଗାତର ଅର୍ଥ କ'ଣ? ପିଲାମାନେ କବିଙ୍କର ଏକ ଲୋକପ୍ରିୟ ଗୀତ ଭାବେ ପରିଗଣିତ ଗଲାଣି ତ ଗଲା କଥାରେ ସଂଗାତ। ଏହି ଗୀତରେ କୃଷ୍ଣଙ୍କୁ ଦେଖି ରାଧାଙ୍କ ବିବଶତା ପ୍ରକାଶ ପାଇବା ଓ ସେଥିରୁ ନିଷ୍କୃତ ପାଇଁ ବ୍ୟାକୁଳ ଥିବାବେଳେ ସଖୀଙ୍କ ପ୍ରଶ୍ନର ଉତ୍ତରରେ ରାଧାଙ୍କର ଗଲାଣି ତ ଗଲା କଥା କହି ପ୍ରସଙ୍ଗକୁ ଏଡ଼ାଇ ଯିବା ପରି କଥା ବର୍ଣ୍ଣିତ ହୋଇଛି। 10 ନମ୍ବର ପ୍ରଶ୍ନ, ପୋତପାଳ ମଶାଲ ଜାଳିଛି କାହିଁକି? ପିଲାମାନେ ସନ୍ଧ୍ୟା ହେବାରୁ ପୋତପାଳମାନେ ଚିଲିକାରେ ମିଳିଥିବା ନୌକାରେ ମଶାଲ ଜାଳିଛନ୍ତି। ଏହାର ଅନ୍ୟ ଉଦ୍ଦେଶ୍ୟ ହେଲା ଚିଲିକାରୁ ମାଛ ଧରିବା। ଆଲୋକ ଦେଖି ମତ୍ସ୍ୟମାନେ ନାଆକୁ ଲମ୍ଫ ଦେବେ ଓ ଧରା ପଡ଼ିବେ। ଏହି ଉଦ୍ଦେଶ୍ୟରେ ପୋତପାଳ ବା ନାବିକମାନେ ପୋତରେ ମଶାଲ ଜାଳିଛନ୍ତି। 11 ନମ୍ବର ପ୍ରଶ୍ନ, ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି? କବି ଏଠାରେ ଦୁଃଖୀ ମଣିଷର ଆଶାର ଉତ୍ଥାନ ପତନକୁ ଶିଖାର ଉଠିବା ପଡ଼ିବା ସହିତ ତୁଳନା କରିଛନ୍ତି। 12 ନମ୍ବର କେଉଁ ଦୃଶ୍ୟକୁ କବି ପାରଦ ଧୌତ ବୋଲି ବର୍ଣ୍ଣନା କରିଛନ୍ତି? ରାତି ବଢ଼ିବାରୁ ଅବନୀ ନିଶ୍ଚଳ ହୋଇପଡ଼ିଛି। ଲୋକ କୋଳାହଳ ସ୍ଥିର ହୋଇଯାଇଛି। ଜଳ ସ୍ଥଳ ଆକାଶ ଚତୁର୍ଦିଗରେ ବିଛାଇ ହୋଇ ପଡ଼ିଛି ଜ୍ୟୋତ୍ସ୍ନା। ଜ୍ୟୋତ୍ସ୍ନା ପ୍ଲାବିତ ଧରିତ୍ରୀ ମନେ ହୋଇଛି ଯେପରିକି ପାରଦରେ ଧୌତ ହୋଇଛି। 13 ନମ୍ବର ପ୍ରଶ୍ନ ପିଲାମାନେ, ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭା ପାଉଛି? ପିଲାମାନେ ହ୍ରଦ ମଧ୍ୟରେ ଦ୍ୱୀପ, ପାହାଡ଼, ବନରାଜି ଓ ନାସି ଆଦିଙ୍କର ପ୍ରତିବିମ୍ବ ଶୋଭା ପାଇଥାଏ, କାରଣ ଏମାନେ ଚିଲିକା ମଧ୍ୟରେ ଓ ତୀର ଭାଗରେ ଥାଇ ତାର ଜଳରାଶିର ପ୍ରତିବିମ୍ବ ହୋଇଥାନ୍ତି। 14 ନମ୍ବର ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପ ସହିତ ତୁଳନା କରାଯାଇଛି? ପିଲାମାନେ ସର୍ପରେ ଶୋଭିତ ଶିବଙ୍କ ଶରୀର ପରି ଅରଣ୍ୟର ଛାୟା
ଓ ଆଲୋକର ମିଶ୍ରଣରେ ଶୋଭା ପାଉଅଛି ବୋଲି କବି ଏଠାରେ ସୂଚିତ କରିଅଛନ୍ତି। 15 ନମ୍ବର ପିଲାମାନେ ତାପରେ ନିଶିଥିନିର ପ୍ରଭାବକୁ କିଏ ପ୍ରଚାର କରୁଛି? ପିଲାମାନେ ଚିଲିକା ତୀରସ୍ଥ ପାହାଡ଼ ତଥା ବନରାଜିରେ ରାତ୍ରିର ଗଭୀରତା ହେତୁ ଜନଗହଳି ନଥିବାରୁ ତାହା ପ୍ରଶାନ୍ତ ରୂପ ଧାରଣ କରିଛି। ଏପରି ନିର୍ଜନ ପରିବେଶରେ ଦୂର ଝରନାଦ ଓ ଝିଙ୍କାରୀର ଝଙ୍କାର ରାତ୍ରିର ପ୍ରଭାବକୁ କେବଳ ପ୍ରଚାର ମଧ୍ୟରେ ପ୍ରକାଶ କରିଛନ୍ତି। 16 ନମ୍ବର ପିଲାମାନେ ଆମର ସରଳାର୍ଥ ଆସିଲା। ପ୍ରଥମେ ଦେଇଛି ଉଲ୍ଲାସର ଆତ୍ମା ପ୍ରାୟ ଗୀତତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ତାହେଲେ ପିଲାମାନେ ଆମେ ଅଲରେଡ଼ି ସରଳାର୍ଥ ବହୁତ ଲେଖି ଚାଲୁଛେ ପିଲାଦିନୁ। ତାହେଲେ ଏହି କବିତାଂଶଟି କବିବର ରାଧାନାଥ ରାୟଙ୍କ କାବ୍ୟସ୍ଥ ଚିଲିକାର ସାୟନ୍ତନ କାବ୍ୟ ପ୍ରସଙ୍ଗରୁ ଉଦ୍ଧୃତ। ମତ୍ସ୍ୟଜୀବୀମାନଙ୍କର ଉଲ୍ଲସିତ ହୃଦୟର ଭାବକୁ ଏଠାରେ କବି ପ୍ରକଟିତ କରିଛନ୍ତି। ସୂର୍ଯ୍ୟ ଅସ୍ତ ସମୟରେ ଚିଲିକା ବକ୍ଷର ପୂର୍ବ ଦିଗରେ ମୀନଜୀବୀମାନଙ୍କର ନାବଗୁଡ଼ିକର ଚିତ୍ର ପରି ଦେଖାଯାଏ। ମୀନଜୀବୀମାନେ ସମୁଦ୍ର ମୁହାଣରେ ମାଛ ଧରି ନିଜ ନିଜ ଘର କଥା ମନରେ ଭାବୁଥାନ୍ତି। ଭାଲେରୀ ଶିଖରେ ସନ୍ଧ୍ୟା ତାରା ଦେଖିବା ମାତ୍ରେ ନୌକାର ପାଲକୁ ଡେକି ଅତ୍ୟନ୍ତ ଆନନ୍ଦ ମନରେ ଫେରି ଆସୁଥାନ୍ତି। ସେମାନଙ୍କ ଏହି ଜଳଯାତ୍ରା କାଳରେ ଚନ୍ଦ୍ରଚର୍ଚ୍ଚିତ ଚିଲିକାର ଦୃଶ୍ୟ ଅତି ରମଣୀୟ। ଆନନ୍ଦିତ ମନ ଓ ଉଲ୍ଲାସିତ ଆତ୍ମା ହେତୁ ସେମାନେ କବି ସୂର୍ଯ୍ୟଙ୍କ ଗୀତ ଗାଇ ନାଁ ମେଲି ଦିଅନ୍ତି। ସେମାନଙ୍କ କଣ୍ଠରୁ ଝରି ପଡ଼ୁଥିବା କବି ସୂର୍ଯ୍ୟ ବଳଦେବ ରଥଙ୍କର ଚମ୍ପୁ ଗୀତକୁ ଚିଲିକାର ସମୀରଣ ଦୂରରୁ ତୀରକୁ ବହି ଆସୁଛି। ଉଲ୍ଲାସର ସହିତ ସେମାନେ ଗୀତ ଗାଆନ୍ତି, ଯାହା ଚିଲିକାର ନୀଳବକ୍ଷକୁ ଆନ୍ଦୋଳିତ କରେ ଓ ମନେ ହୁଏ ଯେପରି ସେଇଠି ଅଧିଷ୍ଠିତ ହୋଇଯାଇଛି। 17 ନମ୍ବର ପିଲାମାନେ ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ ତୀର ଗର୍ଭେ ମାନେ ଡେଇଁ ଦେବେ ପ୍ରାଣ। ଏଇଟା ପିଲାମାନେ ପରୀକ୍ଷାରେ ବହୁତ ଥର ସରଳାର୍ଥ ଆମର ଆସି ସାରିଲାଣି ଅଲରେଡ଼ି। ଚିଲିକାର ସାୟନ୍ତନ ଦୃଶ୍ୟରୁ ଗୋଟିଏ ସରଳାର୍ଥ ଗୋଟିଏ ଲଙ୍ଗ କୋଶ୍ଚିନ୍ ଆସିବାର ଚାନ୍ସ ଅଧିକ। ବୁଝିଯାଉଛି ତ? ସବୁବେଳେ ଚିଲିକାର ସାୟନ୍ତନ ଦୃଶ୍ୟ ମନ ଦେଇକି ପଢ଼ିବ, ମନ ଦେଇକି ବିଷୟଟିକି ବୁଝିବ। ତାହେଲେ ଏହି ପଦ୍ୟାଂଶଟି କବିବର ରାଧାନାଥ ରାୟଙ୍କ ଚିଲିକାର ସାୟନ୍ତନ କବିତାରୁ ଆସିଅଛି। ଆଲୋଚ୍ୟ ପଦଟିରେ କବି ପାପଗର୍ତ୍ତରେ ଅଜ୍ଞାନ ପଡ଼ିବା ପରି ଆଲୋକର ଆକର୍ଷଣରେ ଡଙ୍ଗା ଗର୍ଭକୁ ଡେଇଁ ମୃତ୍ୟୁମୁଖରେ ମୀନ ପଡ଼ିବାର ପ୍ରସଙ୍ଗକୁ ବର୍ଣ୍ଣନା କରାଯାଇଛି। ଚିଲିକାରେ ସନ୍ଧ୍ୟା ସମୟରେ ମତ୍ସ୍ୟଜୀବୀମାନେ ନୌକା ମେଲି ମାଛକୁ ଆକର୍ଷଣ କରିବା ପାଇଁ ସେମାନେ ଡଙ୍ଗାରେ ମଶାଲ ଜାଳି ଦେଇଛନ୍ତି। ଏହି ମଶାଲର ତୁରନ୍ତ ଆକର୍ଷଣରେ ମାଛମାନେ ଡଙ୍ଗାକୁ ଡେଇଁବେ ଆଉ ମୀନମାନେ ଜୀବନ ହାରିବେ। ଯେପରି ସଂସାରରେ ଅଜ୍ଞାନ ପାପ ପୁଣ୍ୟର କଳନା କରିପାରେ ନାହିଁ, ନିଜର ଅଜ୍ଞାନପଣରେ ସେ ପାପ କବଳିତ ହୁଏ। ତେଣୁ ପାପର ରୂପରେ ମୋହିତ ଅଜ୍ଞାନ ବିଚାର ଶୂନ୍ୟ ହୋଇ ତାର ସ୍ପର୍ଶରେ ଯେପରି କବଳିତ ହୁଏ, ଏଠାରେ ମୀନକୁ ପାପୀ ଓ ମଶାଲ ଶିକ୍ଷାକୁ ପାପତୁଲ୍ୟ ବିଚାର କରି କବି ଚମତ୍କାର କାବ୍ୟ ନ୍ୟାୟ ପ୍ରଦାନ କରିଛନ୍ତି। 18 ନମ୍ବର ପ୍ରଶ୍ନ ପିଲାମାନେ ପ୍ରତିବିମ୍ବରାଜି ଦୀପଶୈଳ ତଳେ ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ତାହେଲେ ଯେମିତି ଲେଖୁଥିଲେ ସେମିତି ଲେଖିବା। ଏଠାରେ କବି ବନରାଜି କିପରି ଚିଲିକାର ହ୍ରଦରେ ନୀଳ ଜଳରାଶିରେ ସ୍ପଷ୍ଟ ପ୍ରତିବିମ୍ବ ହୋଇଥିବାର କବି ଲକ୍ଷ୍ୟ କରିଛନ୍ତି ତାହା ବର୍ଣ୍ଣନା ହୋଇଛି। ରାତି ବଢ଼ିଛି ଚିଲିକା ତୀରରେ। ରାତିର ବୟସ ବଢ଼ିବାରେ ଚତୁର୍ଦ୍ଦିଶ ଜହ୍ନ ଆଲୋକରେ ହୋଇଛି ନିଶ୍ଚଳ ଓ ନିର୍ମଳ। ଜଳ, ସ୍ଥଳ, ଆକାଶ ଜ୍ୟୋତ୍ସ୍ନାରେ ପ୍ଲାବିତ ହୋଇଥିବାରୁ ସମଗ୍ର ସୃଷ୍ଟି ଯେପରି ପାରଦ ଧୌତ ଦେଖାଯାଉଛି। ଦୀପ, ଶୈଳ ପ୍ରଭୃତିର ପ୍ରତିବିମ୍ବ ଚିଲିକା ହ୍ରଦର ଅନ୍ତଃସ୍ଥଳରେ ସ୍ପଷ୍ଟ ରୂପେ ପ୍ରତିବିମ୍ବ ହୋଇଥିବାର କବି ଲକ୍ଷ୍ୟ କରିଛନ୍ତି। ଜ୍ୟୋତ୍ସ୍ନା କିରଣରେ ଗିରିବନ, ନାସି ଆଦି ଆଲୋକିତ ହୋଇ ଉଠୁଛି। ବାସ୍ତବରେ ଉକ୍ତ ବର୍ଣ୍ଣନା କବିଙ୍କ କଳ୍ପନା ବହୁତ ସୁନ୍ଦର ଅଟେ। 19 ନମ୍ବର ପିଲାମାନେ କଳି ଉପଦ୍ରବେ ତେଜି ଲୋକାଳୟ ଶାନ୍ତି କିଏ ସ୍ଥଳେ ଭଜିଲେ ଆଶ୍ରୟ। ତାହେଲେ ପିଲାମାନେ ଏଠି ଚିଲିକା ତୀରରେ ଶାନ୍ତିର ସ୍ୱରୂପ ଏଠାରେ ଚମତ୍କାର କଳ୍ପନା କରିଛନ୍ତି। ଚିଲିକା ତୀରରେ ସନ୍ଧ୍ୟାକାଳ ଆସି ପହଞ୍ଚିଛି। ରାତିର ସମୟ ବଢ଼ିବାରୁ ଜନବସତିର ନୀରବତା ଓ ନିଶ୍ଚଳତା ବଢ଼ିଯାଇଛି। ଗିରି ବନାଦିରେ ଏଠାରେ ଆଉ ମନୁଷ୍ୟ ଗହଳି ନଥିବାରୁ ସେ ସ୍ଥାନ ପ୍ରଶାନ୍ତ ମନେ ହୋଇଛି।
ଚନ୍ଦ୍ର କିରଣ ଚିଲିକାର ତୀର ଓ ବକ୍ଷରେ ପଡ଼ି ଚାରିଆଡ଼େ ଖେଳି ଯାଇଛି। ଏପରି ନିର୍ଜନ ଓ ଶାନ୍ତ ପରିବେଶରେ ଦୂରରୁ ଶୁଣାଯାଉଥିବା ଝରଣା ଓ ଝିଙ୍କାରି ଶବ୍ଦରେ ରାତ୍ରିର ଗଭୀରତାର ବାରି ହେଉଛି। ମନେ ହେଉଛି ଯେପରି କଳିର ଉପଦ୍ରବରେ ଶାନ୍ତି ଲୋକାଳୟ ତ୍ୟାଗ କରି ଏହି ସ୍ଥାନରେ ନିରାପଦରେ ଆଶ୍ରୟ ନେଇଛନ୍ତି। ପ୍ରକୃତରେ ଏହି ବର୍ଣ୍ଣନା ବେଶ ଭାବାତ୍ମକ ଅଟେ। 20 ନମ୍ବର ପ୍ରଶ୍ନ ପିଲାମାନେ, ଆମର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ। ପଠିତ କବିତା ଅନୁସରଣରେ ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନା କର। ପିଲାମାନେ, କବିବର ରାଧାକାନ୍ତ ରାୟ ଚିଲିକାର ସନ୍ଧ୍ୟାକାଳୀନ ପ୍ରାକୃତିକ ଶୋଭା କିପରି ବର୍ଣ୍ଣନା କରିଛନ୍ତି ଏଠାରେ ଉଲ୍ଲେଖ କରାଯାଇଛି। ଚିଲିକାର ନୀଳ ଜଳରାଶିକୁ ଅବତରଣ କଲା ସନ୍ଧ୍ୟାକାଳ ବା ସାୟଂକାଳ। ଦିଗ୍ବଳୟ ବ୍ୟାପୀ ନୀଳ ଜଳରାଶିକୁ ଚନ୍ଦ୍ରକିରଣ ନିଜର ଶୁଭ୍ର ବର୍ଣ୍ଣରେ ରଞ୍ଜିତ କଲା। ପୂର୍ବ ଦିଗରେ ମୀନଜୀବୀମାନଙ୍କର ନାବଗୁଡ଼ିକ ଚିତ୍ର ପରି ସ୍ଥାନେ ସ୍ଥାନେ ଦେଖାଯାଉଅଛି। ସନ୍ଧ୍ୟାର ଆଗମନରେ ଚିଲିକା ବକ୍ଷରେ ମତ୍ସ୍ୟମାନଙ୍କୁ ଆକୃଷ୍ଟ କରିବା ପାଇଁ ନାବିକ ତାର ନାବକରେ ମଶାଲ ଜାଳି ଦେଲାଣି। ପାପ ଗର୍ତ୍ତରେ ଯେପରି ଅଜ୍ଞାନ ପଡ଼ିଥାଏ, ମୀନମାନେ ସେହିପରି ତରି ଗର୍ଭକୁ ଡେଇଁ ପ୍ରାଣ ବିସର୍ଜନ କରିବେ। ତରଙ୍ଗରେ ଦୋଳାୟିତ ହେଉଥିବାରୁ ନୌକା ଥରେ ଦେଖାଦେଇ ଥରେ ଲୁଚି ଯାଉଛି, ମାନେ ତରଙ୍ଗରେ ଦୋହଲୁଥିବାରୁ। କ୍ରମେ କ୍ରମେ ବଢ଼ୁଥିବା ଲୋକ କୋଳାହଳ ନିଃଶେଷ ହୋଇ ଅବନୀ ନିଶ୍ଚଳ ହୋଇଅଛି। ଜଳ, ସ୍ଥଳ, ଆକାଶ ଜ୍ୟୋତ୍ସ୍ନାରେ ପରିପୂର୍ଣ୍ଣ ହୋଇଥିବାରୁ ସମଗ୍ର ସୃଷ୍ଟି ଯେପରି ପାରଦ ଧୌତ ହେବା ପରି ଦେଖାଯାଉଅଛି। ଦୀପ, ଶୈଳ ପ୍ରଭୃତିରେ ପ୍ରତିବିମ୍ବ ହ୍ରଦର ଅନ୍ତଃସ୍ଥଳରେ ସ୍ପଷ୍ଟ ଭାବରେ ଶୋଭିତ ହେଉଅଛି। ଜ୍ୟୋତ୍ସ୍ନା ନଭରେ ଭାସି ଗିରି, ବନ, ନାସି ପ୍ରଭୃତି ସ୍ପଷ୍ଟ ଭାବରେ ପ୍ରକାଶିତ ହେଉଅଛନ୍ତି। ସର୍ପରେ ଶୋଭିତ ଶିବଙ୍କ ଶରୀର ପରି ଅରଣ୍ୟ ଛାୟା ଓ ଆଲୋକର ମିଶ୍ରଣରେ ଶୋଭା ପାଉଅଛି। ଗିରି ଓ ବନରେ ମନୁଷ୍ୟ ଗହଳି ନଥିବାରୁ ତାହା ପ୍ରଶାନ୍ତ ରୂପ ଧାରଣ କରିଅଛି। ଏପରି ନିର୍ଜନ ପରିବେଶରେ ଦୂରର ଝରନାଦ ଓ ଝିଙ୍କାରିର ଝଙ୍କାର ରାତ୍ରିର ପ୍ରଭାବକୁ କେବଳ ପ୍ରକାଶ କରୁଅଛନ୍ତି। କଳିର ଉପଦ୍ରବରେ ଶାନ୍ତି ଲୋକାଳୟ ତ୍ୟାଗ କରି ଏହି ସ୍ଥାନରେ ଆଶ୍ରୟ ନେଇଅଛନ୍ତି। କବି ଚିଲିକା ତୀରରେ ସନ୍ଧ୍ୟା ବର୍ଣ୍ଣନା କରି ନିଜର ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣରେ ଆମର ପରିଚୟ ପ୍ରଦାନ କରିଅଛନ୍ତି। 21 ନମ୍ବର ପିଲାମାନେ, ସଂଶ୍ଳିଷ୍ଟ କବିତା ଆଧାରରେ ମୀନଜୀବୀମାନଙ୍କର ଭାବାବେଗ ବର୍ଣ୍ଣନା କର। କବି ରାଧାକାନ୍ତଙ୍କର ପ୍ରକୃତି ସହିତ କେତେ ନିବିଡ଼ ସମ୍ପର୍କ ତାହା ଅନୁଭବ କରିବା କଥା ଚିଲିକାରେ ସାୟନ୍ତନ ଶୀର୍ଷକ କବିତାରେ ବର୍ଣ୍ଣନା କରାଯାଇଛି। ଏଥିରେ ପ୍ରକୃତି ଅଛି, ସୌନ୍ଦର୍ଯ୍ୟ ଚେତନା ଅଛି ମଧ୍ୟ ସାଧାରଣ ମତ୍ସ୍ୟଜୀବୀମାନଙ୍କର ବୁଦ୍ଧିଗତ କାହାଣୀ ଏଠାରେ ଦର୍ଶାଯାଇଛି। ସୂର୍ଯ୍ୟ ଅସ୍ତ ସମୟରେ ଚିଲିକା ବକ୍ଷରେ ପୂର୍ବ ଦିଗରେ ମୀନଜୀବୀମାନଙ୍କର ନାବଗୁଡ଼ିକ ଚିତ୍ର ପରି ଦେଖାଯାଏ। ମୀନଜୀବୀମାନେ ସମୁଦ୍ର ମୁହାଣରେ ମାଛ ଧରି ନିଜ ନିଜ ଘର କଥା ମନରେ ଭାବୁଥାନ୍ତି। ଭାଲେରୀର ଶିଖରରେ ସନ୍ଧ୍ୟାତାରା ଦେଖିବା ମାତ୍ରେ ନୌକାର ପାଲକୁ ଟେକି ଅତ୍ୟନ୍ତ ଆନନ୍ଦ ମନରେ ଫେରି ଆସୁଛନ୍ତି। ସେମାନଙ୍କର ଏହି ଜଳଯାତ୍ରା କାଳରେ ଚନ୍ଦ୍ର ଚର୍ଚ୍ଚିତ ଚିଲିକାର ଦୃଶ୍ୟ ଅତି ରମଣୀୟ। ଆନନ୍ଦିତ ମନ ଓ ଉଲ୍ଲସିତ ଆତ୍ମା ହେତୁ ସେମାନେ କବି ସୂର୍ଯ୍ୟଙ୍କ ଗୀତ ଗାଇ ନାଁ ମେଲି ଦିଅନ୍ତି। ଚିଲିକାର ସନ୍ଧ୍ୟା ସମୟରେ ମତ୍ସ୍ୟଜୀବୀମାନେ ନୌକା ମେଲି ମାଛକୁ ଆକର୍ଷଣ କରିବା ପାଇଁ ସେମାନେ ଡଙ୍ଗାରେ ମଶାଲ ଜାଳି ଦେଇଛନ୍ତି। ଏହି ମଶାଲର ତୁରନ୍ତ ଆକର୍ଷଣରେ ମାଛମାନେ ଡଙ୍ଗାକୁ ଡେଇଁବେ ଆଉ ମୀନମାନେ ଜୀବନ ହାରିବେ। ଯେପରି ସଂସାରରେ ଅଜ୍ଞାନ ପାପ ପୁଣ୍ୟର କଳନା କରିପାରେ ନାହିଁ, ପୁଣି ଚିଲିକାର ତରଙ୍ଗ ଦୋଳରେ ମୀନଜୀବୀଙ୍କ ବୋଇତ ଭାସି ଆସିବା ବେଳେ କେତେବେଳେ ଦୃଶ୍ୟମାନ ତ କେତେବେଳେ ଅଦୃଶ୍ୟ ହୁଏ। ମତ୍ସ୍ୟଜୀବୀଙ୍କର ବୁଦ୍ଧିଗତ ଆବେଗ ଦେଇ କବିଙ୍କର ସେମାନଙ୍କଠାରେ ପରିଲକ୍ଷିତ ସଙ୍ଗୀତ ପ୍ରିୟତା ଓ ତଜ୍ଜନିତ ଭାବାବେଗ ଆଲୋଚ୍ୟ କବିତାଟିରେ ଯେପରି ଉତ୍ତରିତ ହୋଇଛି ତାହା ବେଶ ପ୍ରାଣିଧାନ ଯୋଗ୍ୟ ଓ ତୁଳନାତ୍ମକ ଭାବେ ଅବିକଳ। 22 ନମ୍ବର ପିଲାମାନେ, ପଠିତ କବିତା ଅବଲମ୍ବନରେ ଚିଲିକାର ଯେଉଁ ରୂପରାଜି କବି ମାନସରେ ଉଦ୍ଭାସିତ ହୋଇଛି ତାହା ବର୍ଣ୍ଣନା କର। ପିଲାମାନେ, ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗ ସ୍ରଷ୍ଟା
କବିବର ରାଧାକାନ୍ତ ରାୟ ଜଣେ ବହୁମୁଖୀ ପ୍ରତିଭା। ସେ 1848 ମସିହାରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସୃଷ୍ଟିଶୈଳୀ ନୂତନ ଓ ଭାବପୂର୍ଣ୍ଣ। ଚିଲିକା ମହାଯାତ୍ରା, ନନ୍ଦିକେଶ୍ୱରୀ ଉଷା, ପାର୍ବତୀ ଓ ଦରବାର ପ୍ରମୁଖ ତାଙ୍କର କେତୋଟି ବଳିଷ୍ଠ ସୃଷ୍ଟି। ଚିଲିକାର ସାୟନ୍ତନ ଦୃଶ୍ୟ କବିଙ୍କ ଚିଲିକା କାବ୍ୟରୁ ଆନିତ। ଆଲୋଚ୍ୟ କବିତାରେ ଚିଲିକାର ଯେଉଁ ରୂପରାଜି କବି ମାନସରେ ଉଦ୍ଭାସିତ ହୋଇଛି ତାହା ସେ ସାର୍ଥକ ରୂପେ ଚିତ୍ରଣ କରିଛନ୍ତି। କବିଙ୍କ ଦୃଷ୍ଟିରେ ଉଦ୍ଭାସିତ ହୋଇଉଠିଛି ସାୟଂକାଳରେ ଚିଲିକା ବକ୍ଷରୁ ଗୃହାଭିମୁଖୀ ମୀନଜୀବୀମାନଙ୍କର ତତ୍ପରତା। ସେମାନେ ମୁହାଣରୁ ମାଛ ଧରି ଭାଲେରୀ ଶିଖରେ ସନ୍ଧ୍ୟାତାରା ଦେଖି ବୋଇତର ପାଲ ଟାଣି ମହା ଉଲ୍ଲାସରେ ଫେରିଅଛନ୍ତି। ନୌକାବାହୀ ଫେରୁଥିବା ମୀନଜୀବୀମାନେ କବି ସୂର୍ଯ୍ୟଙ୍କ ଗୀତାମୃତ ଗାୟନ କରି ଚିଲିକା ହ୍ରଦରେ ଉଲ୍ଲାସ ଖେଳାଇ ଦେଇଛନ୍ତି। ସେହି ଦୃଶ୍ୟ ବର୍ଣ୍ଣନା କରି କବି ଉଲ୍ଲେଖ କରିଛନ୍ତି, ତାଙ୍କ କଣ୍ଠ କବି ସୂର୍ଯ୍ୟ ଗୀତାମୃତ, ଦୂରୁ ବହି ଆଣେ ଚିଲିକା ମାରୁତ। 23 ନମ୍ବର ପିଲାମାନେ, କବିତା ଅନୁସରଣର ଚିଲିକା ସାୟନ୍ତନ ପରିବେଶ ବର୍ଣ୍ଣନା କରି ତୁମର ଜଣେ ବନ୍ଧୁଙ୍କୁ ପତ୍ରଟିଏ ଲେଖ। ପିଲାମାନେ, ତମେ ତମ ନିଜ ବନ୍ଧୁ ନାଁ ଲେଖିବ। ମୁଁ ମନେକର ଲେଖିଦେଲି ଏଠି ସୁମନ, ପ୍ରିୟ ବନ୍ଧୁ ସୁମନ, ସମ୍ବଲପୁର, ତାରିଖ ଲେଖିବ। ବୁଝିଲା? ତାପରେ ମୋର ଅଧ୍ୟୟନର ପିପାସା ସମ୍ବନ୍ଧରେ ତୁମେ ଖୁବ୍ ଜାଣିଛ। ଏବେ ରାଧାକାନ୍ତ ରାୟଙ୍କ ଚିଲିକା କାବ୍ୟର ଏକ ଅଂଶବିଶେଷ ରୂପ ଆମେ ସାହିତ୍ୟ ସିନ୍ଧୁ ପୁସ୍ତକରେ ସ୍ଥାନିତ ହୋଇଛି ଚିଲିକାର ସାୟନ୍ତନ କବିତା ମାଧ୍ୟମରେ। ତେଣୁ ପଢ଼ିଛ କି ନାହିଁ ଜାଣିନି, ମାତ୍ର ଏହି କବିତା ପଢ଼ିବା କ୍ଷଣି ଚିଲିକାର ସାୟନ୍ତନ ପରିବେଶ ମୋତେ ଏତେ ମୁଗ୍ଧ ଓ ପ୍ରଭାବିତ କରିଛି ଯାହାକୁ ତୁମକୁ ନ ଜଣାଇ ରହିପାରୁନାହିଁ। ଏହି କବିତାର ସ୍ରଷ୍ଟା ରାଧାକାନ୍ତ ରାୟ ପ୍ରକୃତି ଓ ସୌନ୍ଦର୍ଯ୍ୟବାଦୀ କବି। ରସିକ ପ୍ରାଣ କବିଙ୍କର ଏହି କବିତାରେ କଳ୍ପନା ପ୍ରବଣତା, ରସଲିପ୍ସା ପଟାନ୍ତରହୀନ। ଭାଷା ଶୈଳୀ ଦିଗରୁ କବିତାର ମାନ ନିଶ୍ଚୟ ଅତୁଳନୀୟ ଓ ଉଚ୍ଚ କୋଟିର। ତେବେ ମୁଖ୍ୟ ପ୍ରସଙ୍ଗ ହେଉଛି କବିତାଟିର ବର୍ଣ୍ଣନାରେ ଚିଲିକାର ସୁନ୍ଦର ପରିବେଶକୁ ଏକ ଚମତ୍କାର କାବ୍ୟ ରୀତିରେ ପ୍ରତିଭାତ କରିବା। ଏହି କବିତାର ସୂଚିତ ହେଉଛି ଯେ ମୀନଜୀବୀମାନେ ସନ୍ଧ୍ୟା ପରେ ନୌକାର ପାଲ ଟାଣି ମୁହାଣରୁ ଚିଲିକା ମଧ୍ୟକୁ ଗମନ କରନ୍ତି। ଜ୍ୟୋତ୍ସ୍ନାସ୍ନାତ ରଜନୀରେ ସେମାନେ ପାଲ ଟାଣି ମନ ମତାଣିଆ ଗୀତ ଗାନ କରି ମାଛ ଧରି ବାହାରନ୍ତି। କବି ସୂର୍ଯ୍ୟଙ୍କର ଚମ୍ପୁକୁ ସେମାନେ ଗାନ କରିଥାନ୍ତି। ମୀନ ଆକର୍ଷଣ ପାଇଁ ତରଣୀରେ ସେମାନେ ମଶାଲ ଜାଳି ଦେଇଥାନ୍ତି। ମୀନ ସବୁ ଏହି ମଶାଲକୁ ଦେଖି ତରଣୀ ମଧ୍ୟକୁ ଲମ୍ଫ ପ୍ରଦାନ କରି ଧରା ପଡ଼ନ୍ତି। ଏହି ମଶାଲ ସଂସାରରେ ପାପ ମୂର୍ତ୍ତି ଭଳି ଦିଶୁଥାଏ। ରୂପ ଏହାର ସୁନ୍ଦର, ମାତ୍ର ସ୍ପର୍ଶ ହେଉଛି ମାରାତ୍ମକ। ମୀନଜୀବୀମାନେ ମାଛ ଧରିବା ପାଇଁ ଏହି କୌଶଳ ଅବଲମ୍ବନ କରିଥାନ୍ତି। ଚନ୍ଦ୍ରିକା ଚର୍ଚ୍ଚିତ ରଜନୀ, ଚିଲିକାର ଶାନ୍ତ ସ୍ନିଗ୍ଧ ଜଳରାଶି, ମନ୍ଦ ମରୁତ ସବୁ ଯେପରି ସେହି ମତ୍ସ୍ୟଜୀବୀମାନଙ୍କୁ ସଙ୍ଗୀତର ଲହରୀ ସୃଷ୍ଟି କରିବାକୁ ପ୍ରେରଣା ଦିଏ। ସେମାନେ ପ୍ରତିଦିନ ଏହିଭଳି ମତ୍ସ୍ୟ ଧରି ଜୀବିକାର୍ଜନ କରନ୍ତି। କବି କଳ୍ପନାରେ ଏହି ଦୃଶ୍ୟ ଅତୀବ ରମଣୀୟ ହୋଇଛି। ଏଥିସହିତ କବିବର ଚିଲିକା ଅନ୍ତର୍ଗତ ଦ୍ୱୀପ, ମାଳା, ସୁନ୍ଦର ପାହାଡ଼, ସୁଦୂର ପାହାଡ଼, ପର୍ବତ, ନଦୀ, ବନ, ନାସି ଆଦିର ଯେଉଁ ବର୍ଣ୍ଣନା ଦେଇଛନ୍ତି ତାହା ଚିଲିକାର ପାର୍ଶ୍ୱ ପରିବେଶ ସମ୍ପର୍କରେ ମଧ୍ୟ ଅବଗତ ହେବା ପାଇଁ ଯଥେଷ୍ଟ। ପୁଣି ଏହିସବୁ ସ୍ଥାନରେ ଚିଲିକାର ସନ୍ଧ୍ୟାକାଳୀନ ବର୍ଣ୍ଣନା ପରିବେଶକୁ ଆହୁରି ଜୀବନ୍ତ କରି ଦେଇଛି। ରାଧାକାନ୍ତ ରାୟଙ୍କ ସାୟଂ ପ୍ରକୃତି କୌଣସି ଚଳନ୍ତି ମାନବଠାରୁ ନ୍ୟୁନ ନୁହେଁ। ତାପରେ ପିଲାମାନେ ଏସବୁ ସରିଲା ପରେ ହେଲା, ଏପଟେ ଏଠି ଆମର ଲେଖିବ ଇତି ତୁମର ପ୍ରିୟ ବନ୍ଧୁ, ହେଲା, ତୁମର ପ୍ରିୟ ବନ୍ଧୁ ତମ ନାଁ ଲେଖିବ ଏଠି। ବୁଝିଲା? ଏପଟେ ପ୍ରେରକ, ଏପଟେ ଗ୍ରାହକ, ତମେ ପଠାଉଛ, ଏପଟେ ଲେଖିବ ତମ ଆଡ୍ରେସ୍। ଗ୍ରାହକ ଯିଏ ଗ୍ରହଣ କରିବ ତା ଆଡ୍ରେସ୍ ତମେ ଏପଟେ ଲେଖିବ। ବୁଝିଲା? ନିଜ ନିଜ ଅଲଗା ଅଲଗା ଆଡ୍ରେସ୍ ଲେଖିବ। ପିଲାମାନେ ବିଷୟଟି ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଆମ ଚ୍ୟାନେଲକୁ ଯଦି ନୂଆ ଆସିଥିବ ସବସ୍କ୍ରାଇବ୍ କରିଦେବ। ଧନ୍ୟବାଦ ପିଲାମାନେ।